এইটা হচ্ছে আমার 2008 মସିହାରେ ନରେଗାକୁ ଇମ୍ପ୍ଲିମେଣ୍ଟେସନ୍ ପାଇଁ 4324 ଚିଠି ଫର୍ମେସନ୍ ସିଷ୍ଟମ୍ରେ ଅଲ୍ ଓଡ଼ିଶା 314 ବ୍ଲକ୍ରେ ଆମର ହାଇଏଷ୍ଟ ମାର୍କ ବେସିସ୍ ଟୁ ହାଇଏଷ୍ଟ କ୍ୱାଲିଫିକେସନ୍ ମାଧ୍ୟମରେ ଫର୍ମେସନ୍ ସିଷ୍ଟମ୍ରେ ସମସ୍ତଙ୍କୁ ସିଲେକ୍ସନ୍ କରାହୋଇଥିଲା। ସେହି ସମୟରେ NREGA ଇମ୍ପ୍ଲିମେଣ୍ଟେସନ୍ ଯେମିତି ସୁରୁଖୁରୁ ଚାଲୁଥିଲା, ବର୍ତ୍ତମାନ ଧୀରେ ଧୀରେ ଯେପରି ଏ କାର୍ଯ୍ୟ ସମୟ ଗଡ଼ିବାକୁ ଲାଗିଲା, ପରବର୍ତ୍ତୀ ଯେଉଁ ସରକାର ଥିଲେ ଏବଂ ଆମର ଯେଉଁ ସଂଘର କିଛି ବି ତ୍ରୁଟିକୁ ନେଇ ତ୍ରୁଟିପୂର୍ଣ୍ଣକୁ ନେଇକି ଆଜି ଆମେ ସ୍ୱତନ୍ତ୍ର ରୂପରେ କୌଣସି ପେଟକୁ ଦାନା ମଧ୍ୟ ଆଜି ଆମକୁ ମିଳୁନାହିଁ। ଅତି ଦୁଃଖର କଥା, ଅତି ଦୟନୀୟ କଥା, ଅତି ଚିନ୍ତାଜନକ କଥା ଯେ ସରକାରଙ୍କର କହିଲେ ଯଦି NREGAକୁ ଛାଡ଼ିଦେଲେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କର ଆଉ ବା ରାଜ୍ୟ ସରକାର କୌଣସି ଫଣ୍ଡ ନାହିଁ କହିଲେ ଅତ୍ୟୁକ୍ତ ହେବ ନାହିଁ। କିନ୍ତୁ ଯେଉଁ ସରକାର ବା ଯେଉଁ ଲୋକ ପିଲାମାନଙ୍କୁ ନେଇକି ଓଡ଼ିଶା ସରକାର NREGAକୁ ଇମ୍ପ୍ଲିମେଣ୍ଟେସନ୍ କଲେ, ସେହି ସମୟରେ ଆଜି ସେହି ସରକାରମାନଙ୍କର ବିଭିନ୍ନ ଗ୍ରାମମାନଙ୍କରୁ ଦାଦନ ଖଟିବା ପାଇଁ ନିଜକୁ ଯିବାକୁ ପଡ଼ୁଛି। ଏଠି ବୋଲି ଦୁଃଖର କଥା କ'ଣ କହିବି। କିନ୍ତୁ ଅନ୍ୟ ଜାଗାରେ ଦେଖିବାକୁ ମିଳୁଛି ଅନେକ ଆଜି ସେଇ 17 ବର୍ଷ ବିଗତ 2008ରୁ 2025 17 ବର୍ଷ ବିଗତରେ ଯେଉଁ ଆମକୁ ସରକାର ଏଇ ନୂଆ ସରକାର ମଧ୍ୟ ଯେଉଁ କିଛି ପ୍ରତିଶ୍ରୁତି ଦେଇଥିଲେ କିମ୍ବା ଏମାନେ ଯାହା ମଧ୍ୟ କରିବା କଥା ସେମାନେ ମଧ୍ୟ କେତେ ତାଙ୍କର ଆନ୍ତରିକତା ଅଛି ସେହି ସମୟରେ ନିଶ୍ଚିତ ରୂପରେ ଆମେ ଗଣମାଧ୍ୟମକୁ ଅବଗତ କରୁଛୁ। କିନ୍ତୁ ଆମେ 17 ବର୍ଷରେ ଯାହା ବି କରିଛୁ ଆମେ ତ କିଛି ପାଇନୁ। ଅନ୍ତତଃ କହିବାକୁ ହେଲେ ଯେ ଆମେ ଏହି ସରକାରକୁ ଗୋଟେ ପୂର୍ଣ୍ଣ ବିଶ୍ୱାସ ଅଛି। ଯେହେତୁ ଏଥିପାଇଁ ବିଶ୍ୱାସ କରୁଛୁ ଆମେ ଯେ ଏମାନେ ଆମର ବିରୋଧୀ ଦଳ ନେତା ଥିବା ସମୟରେ କିଛି ବାଣୀ ଦେଇଥିଲେ, କିନ୍ତୁ ଗୋଟିଏ ବର୍ଷ ହୋଇନାହିଁ, ପୂର୍ତ୍ତି ହୋଇଛି। କିନ୍ତୁ ଏଇ ଗୋଟିଏ ବର୍ଷରେ ହଠାତ୍ ତାଙ୍କ ପାଖରେ କ'ଣ କେମିତି ଯୋଜନାବଦ୍ଧ ଆମେ ଜାଣିପାରୁନାହିଁ। ତେଣୁ ତାଙ୍କର ସହିତ ଯୋଗାଯୋଗରେ ଅଛୁ ଆମେ, କିନ୍ତୁ ଯାହା ହେବ ଆମେ କାଢ଼ିବା ପାଇଁ ବା ହାତେଇବା ପାଇଁ ଆମେ ଚେଷ୍ଟା କରୁଛୁ। ସାର୍, ବାସ୍ତବ ଘଟଣାଟା ହେଉଛି ମୁଁ 2023 ମସିହାରେ 4, 5, 6 ଏପ୍ରିଲ ମାସ ଆମେ ଅଲରେଡ଼ି ଧାରଣା କରିଥିଲୁ। କନ୍ଧମାଳ ଆମର ଯେଉଁ ସେଣ୍ଟର ଟିମ୍ ଅଛି, ଏ ଆଗରୁ ଆମର ଦିଲ୍ଲୀକୁ 1919ରେ ଦିଲ୍ଲୀ ଗସ୍ତ ହୋଇଥିଲା। ସେହି ସମୟରେ ଆମେ କେନ୍ଦ୍ରୀୟ ଟିମ୍ ଯେଉଁ ଅଛି ବା ଆମର ଯେଉଁ କେନ୍ଦ୍ର ସଂଗଠନ ଯେଉଁ ଅଛି ASR ଯେଉଁ ଅଫିସିଏଟ୍ ମେଟ୍ ଏମ୍ପ୍ଲୟି ଗଭର୍ଣ୍ଣମେଣ୍ଟ ଏଜେନ୍ସି ରେଭିନ୍ୟୁ ଭିଲେଜ୍ ଓଡ଼ିଶା ଇଣ୍ଡିଆ କମ୍ ଭିଲେଜ୍ ଆଣ୍ଡ ମେଟ୍ ଡେଭଲପମେଣ୍ଟ କମିଟି ଇଣ୍ଡିଆ ଅଣ୍ଡର ପ୍ରେସିଡେଣ୍ଟ ସେକ୍ରେଟାରୀ ପବ୍ଲିକ୍ ସେକ୍ରେଟାରୀ ସେକେଣ୍ଡ ସାର୍ ରାଷ୍ଟ୍ରପତି ଭବନ ରେଜିଷ୍ଟ୍ରେସନ୍ ଅଛି, ଯାହା ମାଧ୍ୟମରେ ଆମେ କେନ୍ଦ୍ର ସଂଗଠନକୁ ମଜବୁତ କରିବା ପାଇଁ ଅଲରେଡ଼ି ଆମେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷକୁ ପ୍ରଚେଷ୍ଟା ଜାରି ରହିଛି। କିନ୍ତୁ ଇତିମଧ୍ୟରେ ଆମର ଓଡ଼ିଶାରେ ଏକ ଫାଟ, ଆମର ସଂଗଠନ ମଧ୍ୟ ଗୋଟେ ଫାଟ ସୃଷ୍ଟି ହୋଇଛି। ଯେଉଁ ଫାଟଟା ହେଉଛି ମାନେ ଗୋଟେ ଆପଣମାନେ ଜାଣିଥିବେ, ଓଡ଼ିଶା ସାରା ଜାଣିଛନ୍ତି, ବା ଗୋଟେ ଆମର ଲକ୍ଷ୍ମୀଧର ଗୋଟେ ଟିମ୍ ଅଛି, ଏଇଟା ହେଉଛି ଆମର ସେଣ୍ଟର ଟିମ୍, AB ଶାଖା ଗୋଟେ ଟିମ୍ ଅଛି। ଏହା ଭିତରେ ଆଉ ଗୋଟେ ମଧ୍ୟ ବି ଟିମ୍ ପରୋକ୍ଷ ରୂପରେ ଅଛି, ଯେଉଁଟାକି ସମ୍ପୂର୍ଣ୍ଣ ରୂପରେ ଆମର ମାନେ ଦୁର୍ବଳତା କହିଲେ ଅତ୍ୟୁକ୍ତ ହେବ ନାହିଁ। କିନ୍ତୁ ଏଥି ଭିତରେ ଆମକୁ ଉଦାହରଣ ସ୍ୱରୂପ ଆଜି ଯେମିତି ରାଜ୍ୟ ସରକାର ଅଛି, ଆଜି ଯେମିତି କେନ୍ଦ୍ର ସରକାର ଅଛି, ସେଣ୍ଟ୍ରାଲ ବେସ୍କୁ ମୁଁ ଗୋଟେ ନିବେଦନ କରିବି ଆମର ଗାଁ ସାଥୀ ପିଲାମାନଙ୍କୁ ଆପଣଙ୍କ ମିଡ଼ିଆ ମାଧ୍ୟମରେ ଯେ କେନ୍ଦ୍ର ସଂଗଠନ ଯଦି ଠିକ୍ କାମ କରୁଛି ଦିଲ୍ଲୀ ଗସ୍ତଠୁ ନେଇକି ଆଜି 2023 ମସିହା ପର୍ଯ୍ୟନ୍ତ ଏବଂ ଆଜି ବର୍ତ୍ତମାନ 24-25 ହେଲାଣି, ତ ଏଇଥିରେ ଆପଣମାନେ ସମସ୍ତେ ଏହାକୁ ହୃଦୟଙ୍ଗମ କରିକି ଠିକ୍ ରାସ୍ତାକୁ ଆସିବା ପାଇଁ ଏକଜୁଟ ହେବା ପାଇଁ ମୁଁ ସମସ୍ତଙ୍କୁ ବିନୀତ ଅନୁରୋଧ କରୁଛି। ଏବଂ ଯେଉଁମାନେ ଭୁଲ କରୁଛନ୍ତି, ଯେଉଁମାନେ ଆମର ସଂଗଠନ ମାଧ୍ୟମରେ ଯେଉଁମାନେ ସାଂଗଠନିକ ଯେଉଁ କାର୍ଯ୍ୟକ୍ରମ ଅଛି, ଯେଉଁମାନେ ନିଜର ସ୍ୱାର୍ଥ ବାବଦରେ ବା ଚିନ୍ତା କରୁଛନ୍ତି, ସେମାନଙ୍କଠୁ ଦୂରେଇବା ପାଇଁ ମୁଁ ଆପଣମାନଙ୍କୁ ସମସ୍ତ ଓଡ଼ିଶାର ଗାଁ ସାଥୀ ଭାଇମାନଙ୍କୁ ବିନୀତ ଅନୁରୋଧ କରୁଛି। ଏଥି ନିଶ୍ଚିତ ରୂପରେ 60,000 ପିଲାଙ୍କର ଜୀବନ ଯାପନକୁ ଦାନା ଯୋଗାଇବ ବୋଲି ମୁଁ ଆଶା ବ୍ୟକ୍ତ କରୁଛି।